एमा श्री अरविंद एही श्री अरविंद पाठचक्र ऑनलाइन माध्यम योगदान करिथिबा भाई अपा मान नमस्कार। आज आलोच्य विषय निजर मार्ग निर्देशना लगी भगवान को बाट छाड़देवा। निजर मार्ग निर्देशना लगी भगवान को बाट छाड़देवा प्रसंग रे आलोचना करने निमंते बरगड़ जिला बरपालीर मणीन्द्र भाई मणीन्द्र कुमार मेहर को मु अनुरोध करुच्ची। मणीन्द्र भाई तांकर वक्तव्य प्रदान करंतु। मां श्री अरविंद सम्माननीय कमल किशोर भाई एवं आज आमर ई पाठचक्र रे योगदान करथिबा समस्त मातृप्रेमी भाई भौणी माने आज जो विषय रे आमको वार्तालाप करने पाई दिया जाइछि आपण माने समस्ते तो जानती से कथा। आज जो भौणी माँ पुस्तक रु अध्ययन कले जो अंशटी केते ललित कंठस्वर रे से पाठ कले आपण माने समस्ते सुनी चंती। सेथिरे जहा किछि लेखा हेछि सेई सबु ही होउछि आजिर आलोच्य विषय। आश्चर्यजनक कथा होउछि जो दिन आमे जहा प्रकृत रे इच्छा करू जो जिनिसटी आम पई दरकार थाए जो दिग्दर्शनटी आम जीवन पई आवश्यक थाए आमे जदि मां श्री अरविंद संबंधित जेकोसी पुस्तकर पृष्ठा ओलटाई दबा सेही समस्यार समाधान सेही पृष्ठारे निश्चित भावरे चिन्हित होइतिबो। एटा होउचे एक अपूर्व अनुभूति। मु भाबुतिली आगरू केवल मोर एमिति होउछि कि किंतु जेतेबेले मु देखिली महान साधक मानकर तांकर अनुभूति मध्य अनुरूप सेतेबेले मु चकित होई गली। वास्तविक एक कथा निराट सत्य जे प्रति मुहूर्त रे मां हमको जगी रही चंती। थरे जने युवक आसी चिंता प्रकट कले जे मोर एते समस्या रही एते प्रकारर दुश्चिंता हम करी प्रकृत रे कौन। मु तांको उत्तर देली जे आपण चिंता करिवार किछि नहीं। सबु चिंता होउची भगवानंकर। आपण संपूर्ण भावरे भगवानंक पाखरे निजको समर्पित करिदेले असुविधा कोठी। से तापरे उत्तर देले भगवान आउ से कथा कहंतु नहीं सर भगवान कुआडे काहे अछंती। मु कहली तांको ए जदि भगवान ही नाहंती ताहले आउ चिंता करिवार कोन अछि। समग्र सृष्टि को परिचालना करिवा पाई जदि एक महान शक्ति नाही आमे जदि विश्वास करू नाहु ताहले आउ चिंता करिवार दुश्चिंतार कारण तमर कोन अछि। आउ किछि प्रकृत रे कारण नाही। मोर कहिबार अर्थ हैला जदि भगवान अछंती बोली आमे विश्वास करूछु ताहेले आमर किछि चिंतार कारण नाही। जदि भगवान नाहंती बोली आमे भाबुछु ताहेले मध्य आमर चिंता करिवार कौनसी कारण नाही। मां
ଅନେକ ସମୟରେ ଭାରି ଚମତ୍କାର କଥା କହିଛନ୍ତି। ସେ କହିଛନ୍ତି ଆମେ ଯାଉ ଭଗବାନଙ୍କ ପାଖକୁ, ମନ୍ଦିରକୁ ଯାଉ, ମସଜିଦକୁ ଯାଉ, ଚର୍ଚ୍ଚକୁ ଯାଉ, କିନ୍ତୁ ଯାହା ମାଗିବା କଥା ପ୍ରକୃତରେ ଆମେ ତାହା ମାଗି ଜାଣୁନା। ମନେ ପଡୁଛି ଗୋଟେ ଛୋଟିଆ କାହାଣୀଟି ହଠାତ୍ ମନେ ପଡୁଛି ଯେ ଥରେ ଗୋଟେ ଚର୍ଚ୍ଚରେ ଜଣେ ଶିଶୁ, ସେ 5-6 ବର୍ଷର ଶିଶୁଟିଏ, ସେ ପ୍ରାର୍ଥନା କରେ, ପ୍ରତିଦିନ ପ୍ରାର୍ଥନା କରେ। ଦେଖିଲେ ଯିଏ ଥିଲେ ପାଦ୍ରୀ ସାହେବ, ସେ ଆସିଲେ ଏବଂ ଦିନେ ପଚାରିଲେ ତାଙ୍କୁ ଯେ ବାବୁ ତମେ କଣ ପ୍ରାର୍ଥନା କର, ପ୍ରଭୁ ଯୀଶୁଙ୍କୁ ତମେ କଣ ପ୍ରାର୍ଥନା କର, ଏ କହିଲ ଦେଖିବା। ସେ ଛୋଟ ଛୁଆଟି ସେଦିନ ଯାହା କହିଲା ଆମେ ମାନେ ବିସ୍ମିତ ହୋଇଯିବା। ସେ ଉତ୍ତର ଦେଲା ଯେ ମୁଁ କିଛି ପ୍ରାର୍ଥନା କରି ଜାଣେ ନାହିଁ, ମୁଁ କିଛି କହେ ନାହିଁ, ମୁଁ କେବଳ ଏ ରୁ ଜେଡ୍ ପର୍ଯ୍ୟନ୍ତ ଉଚ୍ଚାରଣ କରେ, ABCD କରି ଜେଡ୍ ପର୍ଯ୍ୟନ୍ତ କହେ, ଆଉ ତାପରେ ପ୍ରଭୁଙ୍କୁ କହେ ଯେ ଯୋଉ ପ୍ରାର୍ଥନାଟି ମୋ ଦ୍ୱାରା ବ୍ୟକ୍ତ ହେବା ଆବଶ୍ୟକ ବୋଲି ତମେ ଭାବୁଥିବ ପ୍ରଭୁ, ସେଇଭଳି ଏକ ବାକ୍ୟ ଗଠନ ତମେ ଏଇଠୁ କରିନେବ, ଆଉ ମୋର କିଛି କହିବାର ନାହିଁ। ଦେଖନ୍ତୁ, ଛୋଟିଆ ଦୃଷ୍ଟାନ୍ତଟିଏ, ଛୋଟିଆ ପିଲାଟିଏ, କିନ୍ତୁ ତା ଭିତରେ ରହିଛି ନିଜ ଜୀବନ ସକାଶେ ଭଗବାନଙ୍କୁ କାର୍ଯ୍ୟ କରିବା ଲାଗି ବାଟ ଛାଡ଼ିଦେବା ପାଇଁ କେତେ ପ୍ରଶସ୍ତ ଭାବନା, କେତେ ପ୍ରଶସ୍ତ ପଥ ସିଏ ସୃଷ୍ଟି କରିଦେଇଛି। ଏଇ ହଉଛି ଚମତ୍କାର କଥା। ମା ସେଇଥିପାଇଁ କହୁଛନ୍ତି ଆମେ ମାଗି ଜାଣୁନା। ଆମେ ସବୁ ମାଗୁ, ଆମେ ଆଉ କଣ ମାଗିପାରିବୁ? ଆମ ଘର ଦ୍ୱାର, ଆମର ବୈବାହିକ ଜୀବନ, ଆମର ସାଂସାରିକ ଜୀବନ ପାଇଁ ପୁତ୍ର କନ୍ୟା, ଆମର ଏଇ ଯୋଉ ବାହ୍ୟ ଐଶ୍ୱର୍ଯ୍ୟ, ଧନ ସମ୍ପତ୍ତି, ଚାକିରି, ପଦ ପଦବୀ, କ୍ଷମତା, ଏଇ ସବୁ ପ୍ରକୃତରେ ଆମେ ମାଗୁ ଭଗବାନଙ୍କୁ। ଏସବୁ ଯୋଉମାନେ ପ୍ରକୃତରେ ମାଗନ୍ତି ସେମାନେ ମାଗି ଜାଣନ୍ତିନି। ଦୁର୍ଯ୍ୟୋଧନଙ୍କ କଥା ଆଉ ଆମର ଅର୍ଜୁନଙ୍କ କଥା ଆପଣମାନେ ତ ସମସ୍ତେ ଜାଣିଛନ୍ତି ଯେ ଦୁର୍ଯ୍ୟୋଧନ କଣ ମାଗିଲେ ଆଉ ଅର୍ଜୁନ କଣ ମାଗିଥିଲେ। ମା ସେଥିପାଇଁ କହୁଛନ୍ତି ଯେ ଭଗବାନ ତ ସମ୍ପୂର୍ଣ୍ଣ ଭାବରେ ତୁମରି ହେଇଯିବା ପାଇଁ ପ୍ରସ୍ତୁତ, ତମେ ତାଙ୍କୁ କାହିଁକି ମାଗୁନ? ଆମେ ବିଭିନ୍ନ ବସ୍ତୁ ମାଗୁଛୁ, ଆମେ କେବେ କଣ ମନ୍ଦିରକୁ ଯାଇ କହୁ କି ଯେ ହେ ଭଗବାନ ତମକୁ ମତେ ଦେଖିବା ପାଇଁ ବହୁତ ଭଲ ଲାଗିଲା, ସେଇଥିପାଇଁ କେବଳ ମୁଁ ଆସିଛି, ମୋର ମାଗିବାର କିଛି ନାହିଁ, ତମକୁ ଦେଖିଲେ ତ ମୋର ପେଟ ପୁରି ଯାଉଛି, ମୁଁ ମାଗିବି ଆଉ କଣ? ଶ୍ରୀକୃଷ୍ଣଙ୍କର ଯୋଉ ଶ୍ୟାମଳ ସୌନ୍ଦର୍ଯ୍ୟ, ତାଙ୍କର ଯୋଉ ମୟୂର ପୁଚ୍ଛ, ତାଙ୍କର ଯୋଉ ବଂଶୀ ଧ୍ୱନି, ସେତିକି ଟିକେ ଶୁଣିଦେଲେ, ସେତିକି ଦେଖିଦେଲେ ତ ପ୍ରାଣ ପୁରି ଉଠିବ। ଆଉ ଅଧିକ ମାଗିବାର କଣ ଅଛି କହିଲେ? ଯଶୋଦା କଣ ମାଗିଥାନ୍ତେ ଶ୍ରୀକୃଷ୍ଣଙ୍କୁ? ଶ୍ରୀକୃଷ୍ଣଙ୍କୁ ଯଶୋଦା ମାଗିଥାନ୍ତେ କେବଳ ଶ୍ରୀକୃଷ୍ଣଙ୍କୁ, ମାନେ ତୁ ମୋର ପୁଅ, ତୁ ମୋର ହୋଇ ରହ, ଏଇଟା ହିଁ ମୋର ଇଚ୍ଛା, ଆଉ କିଛି ଯଶୋଦା କଣ ମାଗିବେ? ତେଣୁ ଯଶୋଦାଙ୍କ ପରି ଯଦି ହୃଦୟଟି ସେତିକି ନରମ, ସେତିକି ବାତ୍ସଲ୍ୟ ଯୁକ୍ତ, ସେତିକି କମନୀୟ ହୋଇ ନ ପାରିଲା, ସେତିକି ଭଲ ପାଇବା ଯଦି ଭଗବାନଙ୍କ ପ୍ରତି ଆମର ନ ରହିଲା,
ଆମେ ପ୍ରକୃତରେ ବାଟ ଛାଡି ଦେଇ ପାରିବା ନାହିଁ। ଆମେ ତ ମାଗି ଜାଣିନୁ ଆଉ, ସେଇ ହଉଛି ସବୁଠାରୁ ବଡ ସମସ୍ୟା। ଆମେ ସବୁବେଳେ କହୁ ମୋ ଜୀବନରେ ଏତେ ଦୁଃଖ ଲେଖା ଥିଲା ପ୍ରଭୁ, ଆଉ ସମସ୍ତେ କେତେ ଭଲ ଭାବରେ ଅଛନ୍ତି, ମୁଁ ହିଁ ପ୍ରକୃତରେ ପୃଥିବୀରେ ସବୁଠୁ ବଡ ଦୁଃଖୀ। ଆଶ୍ଚର୍ଯ୍ୟ କଥା ହଉଛି ଯେ ଆମେ ଅନ୍ୟର ଦୁଃଖ ଦେଖିବା ପାଇଁ କଦାପି ସେତିକି ସମ୍ବେଦନଶୀଳତା ନିଜ ଭିତରେ ଜାଗ୍ରତ କରି ରଖିପାରୁନା, ଅନ୍ୟକୁ ବୁଝିବା ପାଇଁ ଚେଷ୍ଟା କରୁନା। ଆମେ ସବୁବେଳେ ହଉଛୁ ଆତ୍ମକୈନ୍ଦ୍ରିକ। ଆମର ସାମାନ୍ୟ ଅସୁବିଧା ହେଲେ ମଧ୍ୟ ଆମେ ତତ୍କ୍ଷଣାତ୍ ଭଗବାନଙ୍କ ଉପରେ ଦୋଷାରୋପ କରିବା ପାଇଁ ପ୍ରସ୍ତୁତ, ବେଳେ ବେଳେ ଖଡ୍ଗ ହସ୍ତ, ଯେ ଭଗବାନ ଏଇ ସବୁ ପାଇଁ ଦାୟୀ, କାହିଁକି ମୋର ସୁଖ ବିଧାନ ସେ କଲେ ନାହିଁ। କିନ୍ତୁ ଆମ ଭିତରେ ଯଦି ସାମାନ୍ୟ ଟିକେ ଚେତନାର ସ୍ଫୁରଣ ଘଟନ୍ତା, ତାହେଲେ ଆମେ ଜାଣିପାରନ୍ତେ ଯେ ଯୋଉ ଜୀବନଟା ଆମକୁ ଦିଆଯାଇଛି ସେ ଜୀବନଟା ହିଁ ଆମର ନୁହେଁ। ଆମେ ନିଜେ ହିଁ ପ୍ରକୃତରେ ଆମର ନୁହଁ। ଆମେ ଆସିଛୁ ଏକ ନିମିତ୍ତ ମାତ୍ର ହୋଇ। ଆମେ ଆସିଛୁ ଏ ପୃଥିବୀକୁ ଭଗବାନଙ୍କର କାର୍ଯ୍ୟ କରିବା ପାଇଁ। ଯିଏ ଆମକୁ ପଠେଇଛନ୍ତି ତାଙ୍କ କାମ ପାଇଁ ସେ ଆମକୁ ପଠେଇଛନ୍ତି ନା ଆଉ। ତେଣୁ ଆମେ ଆମ କାମ ପାଇଁ ବ୍ୟସ୍ତ ହବା କାହିଁକି? ତାଙ୍କ କାମ କରିବା ପାଇଁ ଆମେ ନିଜକୁ ନିୟୋଜିତ ନ କରିବା କାହିଁକି? ସେଥିରେ ହିଁ ରହିଛି ସବୁଠାରୁ ବଡ ଲାଭ। ଅନେକ କହନ୍ତି ଏ କାମ କରି କଣ ପୁରସ୍କାର ମିଳିବ? ଭଲ କାମ କଲେ କଣ ପୁରସ୍କାର ମିଳିବ? ଭଲ କାମ କଲେ ପୁରସ୍କାର କିଛି ମିଳେ ନା। ଭଲ କାମ କରିବାଟା ହିଁ ହଉଛି ଶ୍ରେଷ୍ଠ ପୁରସ୍କାର। ଯଦି ଭଲ କାମ ପାଇଁ ଆମ ମନ ଭିତରେ ଗୋଟେ ଶୁଭଙ୍କର ମନୋଭାବ ଜାଗ୍ରତ ହେଲା, ତାଠାରୁ ବଳି ଆଉ ବଡ ପୁରସ୍କାର ପ୍ରକୃତରେ କିଛି ହିଁ ନାହିଁ। ତେଣୁ ଯୋଉମାନେ ଚାହାନ୍ତି ଟିକେ ସ୍ୱୀକୃତି, ସମର୍ଥନ, ଅନ୍ୟମାନେ ଟିକେ ମତେ ଭଲ ପାଆନ୍ତୁ, ତ କିଛି ନହେଲେ ମୁଁ ଏତେ ତ୍ୟାଗ କରୁଛି, ଟିକେ ମୋ ତ୍ୟାଗକୁ ସ୍ୱୀକାର କରନ୍ତୁ। ମୁଁ ଏଇଭଳି ନ ଖାଇ ନ ପିଇ ଏ ପାଠଚକ୍ର ପାଇଁ ଏତେ କାମ କରୁଛି, ମା ଶ୍ରୀ ଅରବିନ୍ଦଙ୍କ ପାଇଁ ଏତେ କାମ କରୁଛି, ଜାଣନ୍ତୁ ସମସ୍ତେ ଟିକେ। କଣ ଜାଣିବା ଦରକାର ଅଛି କହିଲେ? ଯିଏ ପ୍ରକୃତରେ ମା ଏବଂ ଶ୍ରୀ ଅରବିନ୍ଦଙ୍କୁ ଭଲ ପାଏ, ସେ କେବେ ଜଣେଇବାକୁ ଚାହେଁ ନା ଯେ ମୁଁ ଏ କାମ କଲି ସେ କାମ କଲି। ଜଣେ ମହାପୁରୁଷ କହିଛନ୍ତି ଯେ ଯଦି ଆପଣଙ୍କର ଡାହାଣ ହାତ କାହାକୁ ଦାନ କରୁଛି, ତାହେଲେ ଆପଣଙ୍କର ବାମ ହାତର ଜାଣିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଆମେ ଯାହା ବି କରୁଛୁ ଯେତିକି ଅନ୍ତରାଳରେ କରିପାରୁଛୁ, ବରଂ ସେତିକି ଆମେ ପରିପୂର୍ଣ୍ଣତା ଅନୁଭବ କରିବା ଦରକାର। ଯଦି ଆମର ଭଲ କାମ ବିଷୟରେ କେହି ଜାଣିପାରୁନାହାନ୍ତି, ତାଠାରୁ ଆଉ ବଡ ସଫଳତା କିଛି ନାହିଁ। ଅନ୍ତରାଳରେ ରହି କାର୍ଯ୍ୟ କରିବା, ପ୍ରଚ୍ଛନ୍ନ ଭାବରେ ରହି କାର୍ଯ୍ୟ କରିବା, କାହାକୁ ନ ଜଣାଇ ସୁନ୍ଦର ଭାବଟିଏ ମନରେ ପୋଷଣ କରିବା, ପ୍ରାର୍ଥନା କରିବା, ଏଇଟା ହଉଛି ସବୁଠୁ ବଡ କଥା। ଏବଂ ପ୍ରତ୍ୟେକ ମୁହୂର୍ତ୍ତରେ ଆମେ ସବୁବେଳେ ଆମ ଜୀବନକୁ ଆମେ ନିୟନ୍ତ୍ରଣ କରିବା ନାହିଁ। ଦୁର୍ଗା ସ୍ତୋତ୍ର ଯୋଉ ଭଉଣୀ ପଢୁଥିଲେ ଆଜି, ଆମେ ତ ପ୍ରତ୍ୟେକ ସବୁବେଳେ ପଢୁଛୁ। ଶ୍ରୀ ଅରବିନ୍ଦ ସ୍ପଷ୍ଟ ଭାବରେ କହିଦେଇଛନ୍ତି ଯେ ତମେ ହେଉଛ ଯନ୍ତ୍ରୀ, ଆମେ ହେଉଛୁ ପ୍ରକୃତରେ ଯନ୍ତ୍ର। ତେଣୁ ଇଞ୍ଜିନିୟର ଇଞ୍ଜିନଟାକୁ ଚଲେଇବ, ତେଣୁ ଆମେ ପ୍ରକୃତରେ ଯନ୍ତ୍ର
ଚାଳିତ ଯନ୍ତ୍ରୀଙ୍କ ଦ୍ୱାରା ଚାଳିତ ହୋଇ ଯାହା କରିବାର କଥା କରିବୁ। ଆମର ନିଜସ୍ୱ ବୋଲି ପ୍ରକୃତରେ କିଛି ନାହିଁ। ଏଇ କଥା ଟିକକ କହିବାର ଯୋଉ ଶକ୍ତି, ଏଟା ଭଗବାନଙ୍କ ପ୍ରଦତ୍ତ। ଗୋଟିଏ ଗୋଟିଏ ପାଦ ପକାଇ ଆଗକୁ ଆଗକୁ ଚାଲିବାର ଶକ୍ତି ଯିଏ ଦିଅନ୍ତି ସିଏ ଭଗବାନ। ଆମକୁ ଅନ୍ୟର ଉପକାର କରିବା ପାଇଁ ଯଦି କିଛି ସୁଯୋଗ ମିଳେ, ସେ ସୁଯୋଗ ମଧ୍ୟ ଦିଅନ୍ତି ଭଗବାନ। ତେଣୁ ଆମର କୌଣସି ନିଷ୍ପତ୍ତି ଆମର ନେବାର କୌଣସି କାରଣ ତ ନାହିଁ। ମନେ ପଡୁଛି ଗୋଟେ କଥା, ହଠାତ୍ ସବୁ ମନେ ପଡିଯାଏ। ମୁଁ ନମ୍ରତାର ସହିତ କହି ରଖିବି ଯେ ଏଇ ଯୋଉ ଆଜି କମଳ କିଶୋର ଭାଇ ମତେ ସୁଯୋଗ ଦେଇଛନ୍ତି କିଛି କହିବା ପାଇଁ, ମୁଁ କୌଣସି ସ୍ଥଳରେ କେବେ ଆଗରୁ କିଛି ପ୍ରାକ୍ ପ୍ରସ୍ତୁତି କରେ ନାହିଁ। ମୋର ଦରକାର ନାହିଁ କିଛି, କାରଣ ମୁଁ କହୁନାହିଁ, ମୁଁ କଣ ପ୍ରସ୍ତୁତି କରିବି। ଯିଏ କହିବାର କଥା ସିଏ ମତେ ମାଧ୍ୟମ କରି କହୁଛନ୍ତି। ଏଇଟା ମୋର ଶବ୍ଦ ହିଁ ନୁହେଁ, ଏ ଶବ୍ଦ ହଉଛି ତାଙ୍କ ଦାନ। ମନେ ପଡୁଥିଲା, ମୁଁ କହୁଥିଲି ମନୋଜ ଦାସ ଗୋଟେ ସୁନ୍ଦର କଥା ଲେଖିଛନ୍ତି। କଣ ନା, ଗୀତାଞ୍ଜଳି ବୋଲି ଜଣେ ଝିଅ ଥିଲା, 16 ବର୍ଷ ବୟସର। ତାକୁ କ୍ୟାନ୍ସର ହେଲା। କର୍କଟ ରୋଗରେ ଆକ୍ରାନ୍ତ ହୋଇ ସେ ଚାଲିଗଲା ଏବଂ ତାର ଶେଷ ନିଶ୍ୱାସ ଚାଲିଗଲା ପରେ, ଛାଡ଼ି ଦେଇ ଚାଲିଗଲା ପରେ ତାର ବିଛଣା ତଳୁ ଆବିଷ୍କୃତ ହେଲା ସୁନ୍ଦର ସୁନ୍ଦର କବିତା ସବୁ। ସେ କବିତା ଭିତରେ ଗୋଟେ କବିତାର ପଦ ମନୋଜ ଦାସ ଉଦ୍ଧାର କରୁଛନ୍ତି, ତାର ଓଡ଼ିଆ ଅନୁବାଦ କରିଛନ୍ତି। ମୋର ସେଟା ହୃଦୟରେ ଲାଖି ଯାଇଛି। ସେ କବିତା ଏତେ ଭଲ ଲାଗେ। କହୁଛି ସେ ତ ଜାଣିଛି ସେ ମରିଯିବ ବୋଲି, ସେ ଜାଣିଛି। ସେ କହୁଛି, ଯେତେବେଳେ ଆସିବ ମୋ ଅନ୍ତିମ ମୁହୂର୍ତ୍ତ, ସେତେବେଳେ ହେବି ନାହିଁ ଭୀତ, କାରଣ ମୁଁ ଜାଣେ ତୁମରି ନିଷ୍ପତ୍ତି ସଦା କରୁଣା ସିଞ୍ଚିତ। ଦେଖନ୍ତୁ, ଶେଷ ସମୟ ଯେତେବେଳେ ଆସିବ ବୋଲି ମୁଁ ଜାଣିବି, କଦାପି ମୁଁ ଭୀତ ହେବି ନାହିଁ, କାରଣ ତୁମର ନିଷ୍ପତ୍ତି ସବୁବେଳେ ହଉଛି କରୁଣା ସିଞ୍ଚିତ। ଭଗବାନଙ୍କର ପ୍ରତିଟି ନିଷ୍ପତ୍ତି ହଉଛି କରୁଣାରେ ପ୍ଲାବିତ, କରୁଣା ଧାରାରେ ଆପ୍ଲୁତ। ତେଣୁ ଆମର ଚିନ୍ତା କରିବାର ପ୍ରକୃତରେ କିଛି ନାହିଁ। ଆଉ ଏଇଟା, ଏଇ ଯୋଉ ବାଟ ଛାଡିଦବା, ଏଇଟା ବାଧ୍ୟବାଧକତାରେ ନୁହେଁ, ଏଇଟା ଆନନ୍ଦରେ। ଭଗବାନଙ୍କୁ ବାଟ ଛାଡିଦବା କାମ କରିବା ପାଇଁ, ଏଇଟା ଗୋଟେ ଆନନ୍ଦ, ଗୋଟେ ପ୍ରେମପୂର୍ଣ୍ଣ ଉପଲବ୍ଧି। ଭଗବାନ ଆଗ ଆଗ ଯାଉଥିବେ, ଆମେ ତାଙ୍କର ପଛେ ପଛେ ଯାଉଥିବା। ବଂଶୀ ଧ୍ୱନି ଯୁଆଡୁ ଆସୁଛି ସେ ପଟକୁ କାନ ଡେରି ଆମେ ଆଗକୁ ଆଗକୁ ଚାଲୁଥିବା। କି ଚମତ୍କାର କଥା କହିଲେ। ଯଦି ଭଗବାନ ଆମକୁ ବାଟ କଢେଇ ନେବା ପାଇଁ ଅଛନ୍ତି ଆଗରେ, ତାହେଲେ ଆମର ଆଉ ଚିନ୍ତା କଣ? ଆମର କୋଉ ବିଷୟରେ କଣ ପ୍ରକୃତରେ ସମସ୍ୟା ରହିଛି? ଲକ୍ଷ୍ମୀର ଅଭିସାର ଗଳ୍ପରେ ସେମିତି ଯୋଉ ଲେଖିଛନ୍ତି ମନୋଜ ଦାସ, ଲକ୍ଷ୍ମୀ ଯାଇ ଠାକୁରଙ୍କ ପାଖରେ କହୁଛି ଯେ ଅଙ୍କଟା ଭାରି କଡା, ଏବଂ ଅଙ୍କକୁ ଯଦି ପ୍ରକୃତରେ ଭୁଲି ଯାଆନ୍ତେ ସମସ୍ତେ, ଭାରି ଭଲ ହୁଅନ୍ତା ଠାକୁରେ। ତାପରେ କହୁଛି, ନାଇଁ 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 ଠାକୁରେ, ଆପଣ ମୋ କଥା ମାନି ସେମିତି କେବେ ହେଲେ କରିବେ ନାହିଁ। କାରଣ କଣ ଭଲ କଣ ଖରାପ ସେ ବିଚାର କରିବାର ବୟସ ମୋର ହେଇନି। ଏଇ ଯୋଉ ତାର ବୟସ ହୋଇନି ବୋଲି ସେ କହିଲା, ତାର କଣ ବୟସ ହେଇନି? ଆମର କାହାର ବୟସ ପ୍ରକୃତରେ ହେଇନି। ଆମେ କେହି ପ୍ରକୃତରେ କଣ ଭଲ କଣ ମନ୍ଦ, କଣ ପାପ କଣ ପୁଣ୍ୟ,
कौन प्रकृतरे आम पाई उपकारी कोटा अपकारी, आम पाई कौन मंगलकर कौन अमंगलकर कौन सी कथा जानी परिवार शक्ति आमर नाही, केवल तांकर ही रहिछि। तेणु से जो निष्पत्ति नेबे से निष्पत्ति को मुंड पाती मानि नेबा रे रहिछि आमर चरम आनंद। एते उच्छ्वास लागिब आपणको, आपण जेतेबेले निजको संपूर्ण भाव में समर्पित करदेवे, केवल उभय आखिरु आपणकर कृतज्ञतार अश्रु निर्गत हेबा छड़ा आउ किछि हेब नाही। विवेकानंद थरे कहिले, रामकृष्ण परमहंस को कहिले, कौन मु सबुबेले आपण को एमिति जगी बसिथिबि, मोर कौन परिवार नाहंती, आम परिवार कौन किछि आर्थिक समस्या नाही, एमिति दरिद्र भाव में जीवन कटौथिबि आउ आपण पाखरे सबुबेले एमिति मु रहिथिबि आपण शिष्य होई। रामकृष्ण कहिले, ओ एई कथा, जा माँ काली पाखक जा, जहा इच्छा तोर मागिदब। गले नरेन, से समय नरेन पर विवेकानंद। नरेन गले प्रार्थना कले, आसिले, फेरी आसिले। रामकृष्ण परमहंस पचारुछंती जे नरेन मागिलु मां को कौन कहलु? नरेन उत्तर दौचंती, ना ना किछि मागी पारिली नाही। रामकृष्ण परमहंस कहउचंती, हौ हौ एमिति भूल हेई जाए, जा आउ थरे जा मागिबु। आउ दिने कहले, से दिन भी गले विवेकानंद, प्रार्थना कले, फेरी आसी। रामकृष्ण पचारिले, मागिलु? नाई, मु जाइथिली मागिबा पई, किंतु किछि कहि पारिली नाही। बारंबार घटना घटिछि, से जाइछंती मागिबा पई, मागी पारु नाहंती। कौन ताहेले कहउचंती? कहउचंती, मां मते भक्ति दियो, शक्ति दियो, तुमको भल पाइबार मते गोटे प्रेमपूर्ण हृदय दियो, आउ किछि नुह, आउ किछि मु मागी पारुनी। देखंतु, किछि जीवन सारा आउ मागी पारिलेनी से। तेणु आमे जदि प्रकृत रे विचार करिबा, ताहले आम जीवनटी गोटे सुंदर आशीर्वाद, एक चमत्कार आशीर्वाद। आमको बाछिछंती भगवान, एटा कौन कम आनंदर कथा कहले देखिबा। माने आमे निर्वाचित होई आसीछु पृथ्वी वक्षकु, आमे तांकर निमित्त होइछु, आमे तांकर कार्य साधन पई उपयुक्त बोली विवेचित होइछु। या ठारु आ आनंदर कथा कौन अछि? तेणु काहींके अभियोग, काहींके अभिमान, काहींके एते रुषारुषि, काहींके प्रकृत रे ए सब संकट, आउ किछि नाही प्रकृत रे। तेणु जदि आमे संपूर्ण भावरे बाट छाड़ी दवा, मां कहिले सेति पई तमे संपूर्ण समर्पित ही जाओ, कहले तमे बिलेई ही जाओ किंबा मांकड़ ही जाओ। मांकड़ जेमिति छोट छुआ, मांकड़ छुआ ता मां को चापिकी धरी थाए, सेमिति तमे भगवान को पूरा धरी थाओ, पड़िबार प्रश्न आउ उठिब नाही। मां मांकड़ जुआड़े जाउथबो, छुआ मांकड़ ताकू कोलाग्रत करी जाउथबो सेमिति। तेणु तार पड़िबार आशंका नाही। जदि ताहा होई न पारुछ, जदि धरी न पारुछ भगवान को एमिति आविष्ट होई, भावावेगरे आप्लुत होई, ताहले तमे बिलेई ही जाओ। छोट बिलेई एमिति किछि जाने नाही, तार आखि पिटी न थाए,
ମା ବିଲେଇ ତାକୁ ମାନେ ତାର ଦାନ୍ତରେ କାମୁଡିକି ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ନେଇଯାଏ, ସେମିତି ସେ ନେଇଯିବେ। ଆମେ କିଛି ଜାଣିବା ଦରକାର ନାହିଁ, ଆମ ଆଖି ବନ୍ଦ ଥାଉ, ଆମେ ସମ୍ପୂର୍ଣ୍ଣ ଭାବରେ ମାନେ ଅଜ୍ଞାନତା ଭିତରେ ଥାଉ। ଯୋଉଠି ଜ୍ଞାନ ଅଛି, ଯୋଉଠି ପ୍ରେମ ଅଛି, ଯୋଉଠି କିଛି ଶୁଭଙ୍କର କଥା ଅଛି, ସେଠାକୁ ଭଗବାନ ନିଜେ ନେଇଯିବେ ମା ବିଲେଇ ପରି। ତେଣୁ ଛୋଟ ବିଲେଇ ହେଇଯାଅ, ମାଙ୍କଡ ହେଇଯିବା କିମ୍ବା ବିଲେଇ ହେଇଯିବା, ମାନେ ସମର୍ପିତ ହେଇଯିବା। ଯୋଉ ଧାରାରେ ଯିଏ ଯାଇପାରିଲା ସିଏ ଯାଉ, କିଛି ଅସୁବିଧା ପ୍ରକୃତରେ ନାହିଁ। ଯେମିତି ମୁଁ ଆରମ୍ଭ କଲା ବେଳକୁ ଆପଣ ମାନଙ୍କୁ କହିଥିଲି ଯେ ABCD ଛୋଟ ଛୁଆଟି କହୁଛି ଏବଂ ପ୍ରାର୍ଥନା କରି ଜାଣୁନି, ଆଉ ସେଣ୍ଟେନ୍ସ ଟା ଗଢି ଦେବା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛି। ତେଣୁ କଣ ପ୍ରାର୍ଥନା କରିବା କଥା ଆମେ ତ ଜାଣୁନା କିଛି, କଣ ମାଗିବା କଥା ଆମେ ଜାଣୁନା। ତେଣୁ ଆମେ କେବଳ ଏତିକି କହିବା ଯେ ହେ ଭଗବାନ, ତମର ଇଚ୍ଛା ପୂର୍ଣ୍ଣ କର, ମୋ ମାଧ୍ୟମରେ ତମର ହିଁ ପ୍ରକୃତରେ ଯାହା କିଛି ମନସ୍କାମନା, ଯାହା କିଛି ତମର ପ୍ରକୃତରେ ଶୁଭଙ୍କର ଭାବନା, ସେ ସବୁ ପୂର୍ଣ୍ଣତା ଲାଭ କରୁ ମୋ ମାଧ୍ୟମରେ। ମୁଁ କେବଳ ତମର ଯନ୍ତ୍ରଟିଏ, କ୍ଷୁଦ୍ର ଯନ୍ତ୍ରଟିଏ, ଗୁଣ୍ଡୁଚି ମୂଷାଟିଏ। ତେଣୁ ମତେ ତମେ ଗୁଣ୍ଡୁଚିଟିଏ ଭଳି ଶକ୍ତି ଦିଅ, ମୁଁ କେବଳ ମୋ କାମ କରିଚାଲିବି। ମୋ କାମ ତ ନୁହେଁ, ତମ କାମ। ତେଣୁ ତାଙ୍କ କାମ କରିବା ପାଇଁ ହିଁ ଆମେ ଏ ପୃଥିବୀକୁ ପ୍ରକୃତରେ ଆସିଛୁ। ଏ କଥାଟି ମାନେ ବହୁତ ଲୋକ ଭୁଲି ଯାଆନ୍ତି। ସେଇ ଭୁଲି ଯିବାରୁ ହିଁ ମୋର ଭାବନାଟି ଆସେ। ମୁଁ ଘର କରିପାରିଲି ନାହିଁ, ସେଥିପାଇଁ ଦୁଃଖ। ମୋର ପୁତ୍ର କନ୍ୟା ଜନ୍ମ ନେଲେ ନାହିଁ, ସେଥିପାଇଁ ଦୁଃଖ। ମୋର ପୁତ୍ର କନ୍ୟା ମାନେ କୁଳାଙ୍ଗାର ହେଇଗଲେ, ସେଥିପାଇଁ ମୋର ଦୁଃଖ। ମୋର ବଂଶ ଗୌରବ ପ୍ରକଟିତ ହୋଇପାରିଲା ନାହିଁ, ସେଥିପାଇଁ ମୋର ଦୁଃଖ। ମୋ ଠାରୁ ମୋ ସହିତ ପଢୁଥିବା ପିଲାଟି ବେଶୀ ମାର୍କ ଆଣିଲା, ସେଥିପାଇଁ ମୋର ଦୁଃଖ। ମୁଁ ଜଣେ ଗୋଟେ ଛାତ୍ରକୁ ପଚାରିଲି, ରେଜଲ୍ଟ ବାହାରି ଯାଇଥାଏ ପରୀକ୍ଷାର, ସେ ଭାରି ମନ ମାରିକି ବସିଥାନ୍ତି। ମୁଁ ପଚାରିଲି କଣ ହେଲା, କାହିଁ ମନ ଖରାପ? ନାଇଁ ସାର୍, ମାର୍କ ଭଲ ଆସିଲାନି, ସେଥିପାଇଁ ମନ ଖରାପ। ମାର୍କ ଭଲ ଆସିଲାନି? କେତେ ମାର୍କ ଆଣିଛ ତମେ? ନାଇଁ ସାର୍, ମୁଁ 80 ମାର୍କ ଆଣିଛି 100ରୁ। ଆଚ୍ଛା, 80 ମାର୍କ ତମେ ଆଣିଛ, ତମ ମନ ତଥାପି ଖରାପ, କଣ ହେଲା ଖରାପ? ନାଇଁ, ମୋର ଦୁଃଖ ହଉଛି ଯେ ମୋ ସାଙ୍ଗ ପିଲାଟି, ତାର 82% ଆସିଛି ମାର୍କ। ସେଇଟା ହିଁ ଆମର ଦୁଃଖ ନା ଆଉ। ଆପଣ ମାନେ ଦେଖନ୍ତୁ ପୃଥିବୀରେ ଆମେ ଦୁଃଖ କେମିତି ପାଉ। ସେମିତି ଥରେ ମନେ ପଡୁଛି, ଗୋଟେ କାହାଣୀ ମନେ ପଡୁଛି ଯେ ଜଣେ ମହିଳା, ସିଏ ଭଗବାନଙ୍କୁ ପ୍ରାର୍ଥନା କଲେ ଯେ ମତେ ତୁମେ ମାନେ ମୋର ମନସ୍କାମନା ପୂର୍ଣ୍ଣ କର ଭଗବାନ, ଆସ। ଏବଂ ଯେତେବେଳେ ଭଗବାନ ଉଭା ହେଲେ, କହିଲେ କହ କଣ ତମର ଆକାଂକ୍ଷା? ସେ ମହିଳା ଜଣକ କହିଲେ ଯେ ମୋର ମାନେ ଗାଡି ହଉ, ଘର ହଉ, ଏଇ ଯୋଉ ଧନ ଜନ ଗୋପଲକ୍ଷ୍ମୀ ହଉ, ଯାହା ଆମେ ମାଗୁ ସେଇ କଥା କହିଲେ। ଭଗବାନ ସେଠୁ ଗୋଟେ କଥା କହିଲେ ଯେ ଗୋଟିଏ ସର୍ତ୍ତରେ ଏ ସବୁ ଦେବା ପାଇଁ ମୁଁ ପ୍ରସ୍ତୁତ ତମକୁ। କି ସର୍ତ୍ତ? ମହିଳା ପଚାରିଲେ। ସେ କହିଲେ ଯେ ଗୋଟିଏ ସର୍ତ୍ତ, ସେ ସର୍ତ୍ତଟା ହେଲା ତମର ଯାହା ଯାହା ହବ, ଭଲ ଘଟଣା ଘଟିବ, ତମ ପଡୋଶୀ ମାନଙ୍କ ପାଖରେ ସେଟା ଡବଲ ଡବଲ ହବ। ତମର ଯଦି ଗୋଟେ ସୁନାହାର ହୁଏ, ତମ ପଡୋଶୀଙ୍କର 2ଟା ସିନା ସୁନାହାର ହବ। ତମର ଯଦି କାର ଖଣ୍ଡେ ହେଲା, ତାହେଲେ ତମ ପଡୋଶୀଙ୍କର 2ଟା କାର ହବ।
ଓ ଏଇଭଳି କଥା। हे प्रभु एठू बड़िया दुखर कथा कौन अच्छी। तथापि से कहला हो न हवा अपेक्षा किछि एतिकी हेले हवा भल। ठीक अच्छी प्रभु तू सैया ही कर। मु जहा प्रार्थना करी से सब मते गोटे गोटे पछके दियो अन्न को डबल दियो मोर मना नहीं किछि। भगवान चली गले। महिला जनक जहा जहा प्रार्थना करती तार ठीक पड़ोशी मानक घरे तार दुई दुईटा आविर्भाव से देखा पाती। तांकर मन विचलित हो जाए। शेष कौन कले से जानती जानी थे आपण मानक मध्य अनेके से कहले हे भगवान मोर गोटे आखि फुटे दियो। तांकर गोटे आखि फुटिले अन्य समस्त दुईटा आखि जाक फुटिजिव अंध हो तेणु आ कि देखी पारे नहीं। तेणु आम प्रार्थना कौ स्तर को जाई पारे माने आम दुखटा हूँ कौन ना आमे अन्यर सुख देखी पारिबु नाही। सेटा हूँ आमर दुख कि चरम माने असहायता कि चरम दुर्दशा आमर। आहा माने प्रकृत रे मनीष मान प्रति भारी माने करुणा होउथिबो भगवानंकर। भगवान कौन करिवे से तो प्रकृत रे देवा पई प्रस्तुत। से तो निजे आपणकर होई जिबा पई प्रस्तुत। आमे जदि तांको आनिबा को चाहुनु आ से कौन करिवे कहिले तांकर के कौन उपाय अछि। से हमको हृदय दे भल पाती। आमे जदि माने गोटे पाद तांको आड़को अग्रसर हवा से आमको आम उद्देश्य रे 100 पाद अग्रसर हेबे। एतिकी आंतरिकता तांकर एतिकी प्रेम एतिकी भल पाइबा तांकर रहिछि। आउ जदि आमे से कथा न शुणिबा उपलब्धि जदि न करिबा ताहले अन्य बाट प्रकृत रे अछि कोन। एई होउछि वास्तविक आमर समस्या। आउ भगवान को पाई जदि आमे चिंता करिबा मो जीवन रे जहा किछि घटिबो सेटा भगवानंकर आशीर्वाद बोली जदि आमे भाबिबा या ठारू बड़िया बड़ कथा किछि ना। सुरेंद्र महांती लिखिचंती जो नीलशैल उपन्यास मोर मने पडुची से नीलशैल उपन्यास रे गोटे चरित्र ताकू स्वप्न रे जगन्नाथ कहउचंती। से जगन्नाथ कहउचंती जे मु जहा को भल पाए ताकू तळी तळांत करि दिए। ओहो की करुणा की दया की अनुकंपा जहा को तळी तळांत कर दियंती भगवान। ता प्रति तांकर एते प्रेम जे वर्णना करिबा संभव नुहे अवर्णनीय। से सौभाग्य रो अधिकारी माने पृथ्वी रे बहुत क्वचित लोक प्रकृत रे होंती। सुदामा जेते बेले जानती पादरे कंटा फुटी उठुताए उत्तप्त होई उठुताए बाली चाली पारु न थांती। आहा ए भगवानंकर करुणा सेटा सेटा ए जो साधारण लोक मानक बुझेइबा पई सुदामा श्रीकृष्ण कहानी रे संयोजित करा जाईची। जो सुदामा फेरिला बेले को देखिले तांको स्त्री सुंदर ही जाईचंती। तांकर 3-4 महला घर हो जाईची। धन जन रे पूर्ण हो जाईची। एटा पाठक को बुझेइबा पई सेटा गोटे सिंबल प्रकृत रे सेटा गोटे संकेत जे तमे जदि भगवान को बाछि नियो भगवान आड़ को जदि तमे निजको उन्मुख करिनियो ताहेले प्रकृत रे तम जीवन को से एई भली ऐश्वर्य रे भरी देबे। माने जेते ऐश्वर्य रे भरी दे पारिबे सेटा हमें कल्पना करि परिबा नहीं। कल्पनातीत
तार एक संकेत देवा पई से कहानी टी विवृत होईछि, अन्य किछि प्रकृत रे नुहे। दुख पाइबा, दुख पाइला बेले आमे कि कहू जे हे भगवान मु प्रकृत रे कोन दुख पाए, ए मणिंद्र कुमार बेहेर कोन प्रकृत रे दुख पाए? ना ना, दुख पाती प्रकृत रे सी भगवान। मते जेते बेले जर हुए कोन मु प्रकृत रे दुख पाए? दुख पाती सी। तेणु मु कहीं न भावी जे हे भगवान केते दुख पाउछ तमे। तेणु सी समस्त प्रति भारी माने प्रतिटी जीव प्रति तांकर अगाध ममता। सेथिपाई परा गंगाधर मेहर कहिले जे कौन कहिले, विश्व जीवन है तुम्हंकु करुणा सिंधु, बोलिबाकु मन बड़ू नहीं जेणु सिंधु तब कृपा बिंदु। सिंधुटा होची समुद्रटा होची तमर कृपार बिंदुटीए मात्र। तेणु आमे करुणा सिंधु बोली कहिबा मध्य माने जुक्तियुक्त होई पारुनी, कारण तांकर करुणार कल्पना करा जाई परिबो नाही। एते माने विशाल से करुणा, आकाश परि विशाल से करुणा, पृथ्वी भली विशाल से करुणा। आमे ताको विश्व ब्रह्मांड अरे छाई होई रही तांकर करुणा। तेणु आमे प्रकृत रे केवल सबु कथा अत्यंत विनम्रता सहकारे स्वीकार करि नेबार बेल आसीछि। ए पृथ्वी रे सबुठु प्रकृत रे विनम्र व्यक्ति किए कहले? मु दिने भाबुथिली से कथा। सबुठारु नम्रता युक्त व्यक्ति जनक किए? सी होचंती स्वयं भगवान। तांकर नम्रतार पटांतर नाही, तुलना नाही। एते विनयी एते नम्र सी जे ताकू आमे कल्पना करि परिबा नाही। तेणु आमर जेतिकी अहंकार अच्छी, रवींद्रनाथ सेथिपाई कहले आमार माथा नत करे दाओ हे तुम्हार चरण धुलार तले, सकल अहंकार डुबाओ चोखेर जले। तेणु आमर अहंकार को संपूर्ण भाव में आमे विसर्जन देदबा एवं आम आखिर लुहरे आमे ताकू लिभे देबा संपूर्ण भाव में। एटी चमत्कार कथा। एपरिकी निजको निरहंकार करी गढ़िबार भी किछि नहीं। शेष रे महाभारत रे कौन हला घटना कौन हला? श्रीकृष्ण युधिष्ठिर को कहले जे तमे जो सब बेले कहूच जे मु सत्य सपक्ष रे रहिबी, मु साधु हेबी, मु कदापि असाधु हेबी नहीं, असत्य कहिबी नहीं। एई जो धर्म को रक्षा करबा पई तमे सब बेले बद्ध परिकर, एईटा होची तमर अहंकार। श्रीकृष्ण चेताई देले। तेणु आमे किए से? आमे ना धर्म को धरी पारिबो, ना आमे प्रकृत रे सत्य रक्षा करि पारिबो, आमे प्रकृत रे किछि पारिबो नाही। सबु कथा पारिबे केवल सीए। तेणु जहा किछि घटना हो आमे बाट छाड़ी देबा। एथर आसी गलानी से समय। आउ मां श्री अरविंदଙ୍କ पाखरे जो माने ते नम्रतार सहित निवेदित, से समस्ते प्रकृत रे असाधारण। समस्तଙ୍କ भितरे श्रद्धा अछि। मु देखे मां कहउचंती सेति गोटे जगह रे जे गोटे निस्वार्थ श्रद्धा होउची सबुठारु बड़ कथा। निस्वार्थ पर श्रद्धा। किछि नहीं जनकू आपण भल पाइबे, कौनसी कारण नथिबो। एठू बड़ी आनंददायक कथा कौन प्रकृत रे थाई पारे। तेणु आमे जेते विनयी हवा, जेते प्रकृत रे भगवानंकर
କରୁଣା ଆମ ମଧ୍ୟ ଦେଇ କାର୍ଯ୍ୟ କରୁ ବୋଲି ଆମେ ନୀରବରେ ପ୍ରାର୍ଥନାରତ ହେବା, ଯେତେ ପ୍ରଚାର ବିମୁଖ ମଧ୍ୟ ହେବା, ଯେତେ ପ୍ରକୃତରେ ପ୍ରଚ୍ଛନ୍ନରେ ରହି ଆମେ ନିଜ କାର୍ଯ୍ୟ କରି ଚାଲିବା ନିରବଚ୍ଛିନ୍ନ ଭାବରେ, ଆମ ଜୀବନ ସେତିକି ଭଗବାନଙ୍କର ହୋଇଯିବ, ଆପେ ଆପେ ହେଇଯିବ। ଏବଂ ସେଟା ଅନ୍ୟ କିଛି କଥା ନୁହେଁ, କେବଳ ଆନନ୍ଦ ହିଁ ଆନନ୍ଦ ଦେବ ଆମକୁ। କେବଳ ତାଙ୍କର ପ୍ରେମରେ ଆପ୍ଲୁତ ହୋଇଯିବ ଆମ ସାରା ହୃଦୟ। ଆମେ ଅପୂର୍ଣ୍ଣତା ଅନୁଭବ କରିବାର, ଅଭାବ ଅନୁଭବ କରିବାର ଆଉ ପ୍ରଶ୍ନ ପ୍ରକୃତରେ ଉଠିବ ନାହିଁ। ଆଜି ମୁଁ ଯୋଉ ପ୍ରଥମରୁ କହୁଥିଲି ଯେ କମଳ କିଶୋର ଭାଇ କଥାବାର୍ତ୍ତା କରିବାର ଅବସର ଦେଇଛନ୍ତି ବୋଲି, ମୁଁ ଆପଣମାନଙ୍କୁ ମାନେ ଦିଗଦର୍ଶନ ଦେବା ପାଇଁ, ଆପଣମାନଙ୍କୁ ଉପଦେଶ ଦେବା ପାଇଁ କିଏ ସେ? ଉପଦେଶ ଯୋଉମାନେ ଦିଅନ୍ତି ତାଙ୍କ ଠାରୁ ଆଉ ଶୁଷ୍କ ଲୋକ ଏ ପୃଥିବୀରେ କିଏ ଅଛି କହିଲେ? ସେଇଥିପାଇଁ ପରା ପିଲାମାନେ ଭଲ ପାଆନ୍ତିନି ସେଇ ଶିକ୍ଷକକୁ, ଯୋଉ ଶିକ୍ଷକ ଶୁଷ୍କ ଉପଦେଶ ଦିଅନ୍ତି, ଯୋଉ ଶିକ୍ଷକ ମଜା ମଜା କଥା କହନ୍ତି, ସୁନ୍ଦର ଗପ କହନ୍ତି, ଛୁଆମାନଙ୍କୁ ନେଇଯାଆନ୍ତି ଗୋଟେ ରାଜ୍ୟରୁ ଆଉ ଗୋଟେ ରାଜ୍ୟକୁ, ତାକୁ ଭଲ ପାଆନ୍ତି ପିଲାମାନେ। ଉପଦେଶ କେହି ଭଲ ପାଆନ୍ତି ନାହିଁ। ମୁଁ କହୁଥିଲି ସେଥିପାଇଁ କଥାବାର୍ତ୍ତା ହେବା। କଥାବାର୍ତ୍ତା ତ ଆମେ ହଉନୁ, କେମିତି କଥାବାର୍ତ୍ତା ହଉଛେ ବୋଲି ମୁଁ କହିଲି। ମୁଁ ଏଇଥିପାଇଁ କହିଲି ଯେ ଆପଣ ମାନଙ୍କର ସମସ୍ତଙ୍କ ହୃଦୟର କଥା ଆପଣମାନେ ନୀରବତା ମଧ୍ୟରେ ରହିଥିଲେ ମଧ୍ୟ ମୁଁ ଶୁଣି ପାରୁଛି। ମୋ ହୃଦୟରେ ସ୍ପନ୍ଦିତ ହଉଛି ଆପଣମାନଙ୍କ ହୃଦୟର ସମସ୍ତ ଅନୁଭୂତି, ଏବଂ ମୋର ଅନୁଭୂତିକୁ ମୁଁ ଆପଣଙ୍କ ପାଖରେ ବ୍ୟକ୍ତ କରୁଛି। ତେଣୁ ଏଇଟା ଗୋଟେ ଭାବ ବିନିମୟର କାର୍ଯ୍ୟକ୍ରମ। ମୁଁ ଆପଣଙ୍କୁ କହୁଛି ଶବ୍ଦରେ, ଆପଣମାନେ ମତେ କହୁଛନ୍ତି ନୀରବତାରେ। କି ଚମତ୍କାର ସଂଯୋଗ କମଳ କିଶୋର ଭାଇ ଆମକୁ ଆଣି ଦେଇଛନ୍ତି। ଧର୍ମଗଡ଼, ପ୍ରକୃତରେ ସେ ଧର୍ମର ଗଡ଼ ନା ଆଉ। ସେଥିପାଇଁ ପ୍ରକୃତରେ ଏତେ ସୁନ୍ଦର ଆୟୋଜନ କରାଯାଇ ପାରୁଛି। ଆଉ ମୁଁ ଏଟା କେବଳ ପ୍ରଶଂସା କରିବା ପାଇଁ କରୁନି, କିମ୍ବା ପ୍ରଶଂସା କାହାକୁ ଉତ୍ଫୁଲ୍ଲିତ କରିବାର କିଛି କାରଣ ମଧ୍ୟ ନାହିଁ। ସେଥିରେ କମଳ କିଶୋର ଭାଇ ମଧ୍ୟ ପ୍ରଫୁଲ୍ଲ ଚିତ୍ତ ହେବାର ମଧ୍ୟ କୌଣସି ମୁଁ ଦେଖିପାରୁନି ଦୃଶ୍ୟ। କିନ୍ତୁ କଥା ହଉଛି ଆମେ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କର କାମ ହିଁ କରୁଛୁ। ଆମେ ମାତୃଚରଣରେ ନିବେଦିତ ଆତ୍ମା। ମା ହଉଛନ୍ତି ତାଙ୍କର ପ୍ରତିନିଧି ପରା। ମା ପୁସ୍ତକରେ କହିଲେ ଶ୍ରୀ ଅରବିନ୍ଦ ଯେ ଦିବ୍ୟ ଜନନୀ ହଉଛନ୍ତି ମାନେ ଭଗବାନଙ୍କର ପ୍ରତିଭୂ। ତେଣୁ ତାଙ୍କ ମାଧ୍ୟମରେ ଆମେ ଯଦି ସିଧାସଳଖ ଯାଇପାରୁନୁ, ମାଙ୍କ ମାଧ୍ୟମରେ ଆମେ ଯିବା। ମାଙ୍କ ହାତ ଧରି ଆମେ ଚାଲି ଶିଖିବା। ତେଣୁ ଈଶ୍ୱର କରନ୍ତୁ ବାଟ ଆମେ ଛାଡିଦେବାକୁ କିଏ? ବାଟ ସିଏ ତିଆରି କରି ସାରିଛନ୍ତି ଆମ ପାଇଁ। ବାଟ ସିଏ ପ୍ରଶସ୍ତ ପଥ ନିର୍ମାଣ କରିଦେଇଛନ୍ତି। ଆମେ କେବଳ ପ୍ରକୃତରେ ସେ ପଥକୁ ନମସ୍କାର କରିବାର କଥା ଯେ ଭଗବାନ ତମେ ମତେ ମୋର ଜୀବନ ପଥ ଏତେ ସୁନ୍ଦର କରି ଗଢି ଦେଇଛ, ୟା ଠାରୁ ବଳି ଆଉ ସୁନ୍ଦର କଥା କଣ ଅଛି? ଅସ୍ତିତ୍ୱବାଦୀ ଦାର୍ଶନିକ କିୟରକେଗାର୍ଡ ସେ କହିଲେ ଯେ ମୋ ଜୀବନ ଏମିତି ଭାବରେ ସଜା ହେଇଛି ଯେ ଏଟା ଈଶ୍ୱରଙ୍କ ହଉଛି ମହାଦାନ। ମୋ ଜୀବନରେ ଦୁଃଖ ଭୋଗିଲି ମୁଁ, ଏଇଟା ଈଶ୍ୱର ଏତେ ସୁନ୍ଦର ଭାବରେ ସଜ୍ଜିତ କରିଛନ୍ତି, ଏଇଟା ଭାବି ମତେ ଆଶ୍ଚର୍ଯ୍ୟ ଲାଗୁଛି, କହୁଛନ୍ତି କିୟରକେଗାର୍ଡ। ତାଙ୍କ ପ୍ରେମିକା ରେଜିନାକୁ ବହୁତ ଭଲ ପାଉଥିଲେ, କିନ୍ତୁ ବିବାହ ସମ୍ପର୍କକୁ ଅସ୍ୱୀକାର କଲେ, ନିର୍ବନ୍ଧ ଭାଙ୍ଗିଦେଲେ। ରେଜିନା ପଚାରିଲେ ଯେ ଆପଣ ମତେ ଏତେ ଭଲ ପାଉଥିଲେ ଅଥଚ ବିବାହ କାହିଁକି କଲେ ନାହିଁ, ନିର୍ବନ୍ଧ ଭାଙ୍ଗିଦେଲେ କାହିଁକି? କିୟରକେଗାର୍ଡ କହୁଛନ୍ତି ମୋ ଜୀବନରେ, ମୋ ହୃଦୟରେ
ମୁଁ ପ୍ରଥମ ସ୍ଥାନ ଦେଇଛି ଈଶ୍ୱରଙ୍କୁ, ଦ୍ୱିତୀୟ ସ୍ଥାନ ହଉଛି ରେଜିନାର। ତେଣୁ ପ୍ରଥମ ସ୍ଥାନ ସବୁବେଳେ ଯଦି ଆମେ ହୃଦୟରେ ଦେଇପାରିବା ଭଗବାନଙ୍କୁ, ସେଠୁ ବଳି ଆଉ ପ୍ରକୃତରେ ପୂର୍ଣ୍ଣାନନ୍ଦ ଆଉ କିଛି ନାହିଁ। ଏଇଟା ହିଁ ପୂର୍ଣ୍ଣାନନ୍ଦ। ତେଣୁ ଯୋଉ ମାନେ ଆହୁତି ଦିଆଯାଏ ପୂର୍ଣ୍ଣାହୁତି ଯଜ୍ଞରେ, ସେ ପୂର୍ଣ୍ଣାହୁତି ଦେଲା ବେଳେ ଯେମିତି ଗୋଟେ ହରିବୋଲ ଧ୍ୱନି ପଡେ, ସେମିତି ପ୍ରକୃତରେ ଆମେ ଏଇ ଜୀବନରେ ନିଜକୁ ଭଗବାନଙ୍କ ଚରଣରେ ଆହୁତି ଦେଇ, ଭଗବାନଙ୍କ ଯଜ୍ଞରେ ନିଜକୁ ଆହୁତି ଦେଇ, ସେଇଭଳି ତାଙ୍କ ନାମରେ ଆମେ ନିତ୍ୟ ସ୍ପନ୍ଦିତ ହେବାର ଅପୂର୍ବ ସୁବର୍ଣ୍ଣ ସୁଯୋଗ ପାଇଛୁ। ଆଉ ଏ ସୁଯୋଗକୁ ଯେମିତି ହାତ ଛଡା କରି ନ ଦଉ। ଏ ଜୀବନ ଥରେ ଆସେ, ଆଉ ଥରେ ପୁଣି ଆସିବ। ସେ ମାଙ୍କର କୃପା ଉପରେ ନିର୍ଭର କରୁଛି କଣ ହବ ଆଗାମୀ ଜନ୍ମରେ। କିନ୍ତୁ ଯୋଉ ଜନ୍ମଟା ପାଇଛୁ ଆମେ, ସେ ଜନ୍ମଟିକୁ ଆମେ ସଚେତନ ଭାବରେ ତାଙ୍କରି ଉଦ୍ଦେଶ୍ୟରେ ଅର୍ପଣ କରିବା। ଶ୍ରୀ ଅରବିନ୍ଦ ବି କହିଛନ୍ତି, ମା ବି କହିଛନ୍ତି, କଣ କହିଛନ୍ତି ଯେ ଆମକୁ ନିର୍ଜୀବ ଶୁଷ୍କ ସମର୍ପଣ ଦରକାର ନାହିଁ। ଆମକୁ ଦରକାର ପ୍ରାଣବନ୍ତ, ସଜୀବ, ସକ୍ରିୟ ଏବଂ ସ୍ୱତଃସ୍ଫୂର୍ତ୍ତ ଗୋଟେ ସତେଜ ସମର୍ପଣ। ତେଣୁ ଆମେ ସମସ୍ତେ ସେମିତି ସତେଜ ଭାବରେ, ସେମିତି ପ୍ରେମପୂର୍ଣ୍ଣ ଭାବରେ ଭଗବାନଙ୍କୁ କଣ ଥରେ ଡାକି ଦେଇ ପାରିବା ନାହିଁ, କହିଦେଇ ପାରିବା ନାହିଁ, ହେ ଭଗବାନ, ଏଥର ତମେ ମତେ ଚଲେଇ ଦିଅ। ମୋର ଆଉ କିଛି ପ୍ରକୃତରେ ବିଚାର କରିବାର କ୍ଷମତା ନାହିଁ। ଏତିକି ହିଁ ବହୁତ କଥା। ଆପଣମାନେ କେତେ କଥା ଜାଣିଛନ୍ତି, ସେ ସବୁ କଥାର ମୁଁ ରିପିଟେସନ କରୁଛି, ପୁନରାବୃତ୍ତି କରୁଛି ହୁଏତ। ଆଉ ଆପଣମାନେ ଜାଣିଥିଲା ପରେ ତଥାପି ଯଦି ମୁଁ କହୁଛି, ତଥାପି ବି ସେଥିରେ କିଛି ଯାଏ ଆସେ ନାହିଁ ପୁନରାବୃତ୍ତିରେ। କାରଣ ଯୋଉଠି ଆନ୍ତରିକତା ଅଛି, ସେଠି ପୁନରାବୃତ୍ତି ମଧ୍ୟ ସୁନ୍ଦର। ସବୁ ତ ପୁନରାବୃତ୍ତି। ଆଉ ଆମେ ଆଉ କଣ କିଏ ମୌଳିକ କଥା କହିପାରିବା? ସେ ଭଗବାନ ଯାହା କହିଛନ୍ତି ତାର ପୁନରାବୃତ୍ତି କେବଳ। ମା ଶ୍ରୀ ଅରବିନ୍ଦ ଯାହା କହିଛନ୍ତି ତାକୁ ଆମେ କେବଳ ପୁନରାବୃତ୍ତି କରୁଛି। ହଉ, ଆଉ ଆଗକୁ ବେଶୀ ଆଉ ଯିବିନି, ସମୟ ହେଇଗଲାଣି। ମୁଁ କମଳ କିଶୋର ଭାଇଙ୍କୁ ମୋର ହୃଦୟର କୃତଜ୍ଞତା ଜ୍ଞାପନ କରୁଛି। ଆପଣମାନେ ସମସ୍ତେ ମୋ ହୃଦୟ ସହିତ ସମ୍ମିଳିତ ହେଇଗଲେ, ସେଥିପାଇଁ ସମସ୍ତଙ୍କୁ ମଧ୍ୟ ମୋ ତରଫରୁ ବିନମ୍ର ପ୍ରଣତି ବାଢୁଛି। ଏ ମୁହୂର୍ତ୍ତ କ୍ୱଚିତ ଆସେ। ମତେ ଦେଖନ୍ତୁ କେମିତି ବାଛି ଦେଇଛନ୍ତି ମା। ମୁଁ କଣ, କମଳ କିଶୋର ଭାଇ ମତେ ଯୋଉ ମାସକୁ ମାସ କହିବା ପାଇଁ କହି ଦଉଛନ୍ତି, ମୁଁ ରାଜି ହେଇଯାଏ। ମୁଁ ରାଜି ହୁଏ ନାହିଁ, ପ୍ରକୃତରେ ରାଜି ହୁଅନ୍ତି ମା। କହନ୍ତି କମଳ କିଶୋର ଭାଇ ଯାହା କହିବେ ସେଥିରେ ତୁ ରାଜି ହେଇଯା। ମୁଁ ରାଜି ହେଇଯାଏ। ତେଣୁ ଆଜି ସେମିତି ରାଜି ହୋଇଯିବାରୁ ଏତକ ଶବ୍ଦ ଆପଣମାନଙ୍କ ଆଗରେ ଉଚ୍ଚାରଣ କଲି। ଆପଣମାନଙ୍କୁ ବିନମ୍ର ପ୍ରଣତି, କମଳ କିଶୋର ଭାଇଙ୍କୁ କୃତଜ୍ଞତା। ଆଉ ମୋର ବକ୍ତବ୍ୟ ଏତିକିରେ ମୁଁ ସୀମିତ ରଖୁଛି। ସମୟ ହେଇଯାଉଛି ଧୀରେ ଧୀରେ। ତେଣୁ ପରେ ପୁଣି ଆମେ ଆଲୋଚନା କରିବା ଅନ୍ୟ ସମୟରେ। ରହୁଛି ମା। ବର୍ତ୍ତମାନ 1 ମିନିଟ ମାଙ୍କ ନାମ ଜପ କରିବା ସହିତ ଆଜିର ପାଠ୍ୟଚକ୍ରକୁ ସମାପ୍ତ କରିବା। ମା 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 ମା